ଏକାଦଶ ଗଳ୍ପ। ଶୁଖିଲା ପତ୍ରର ସବୁଜିମା। ଦାରିଦ୍ର୍ୟ ପୋଷଣକୁ ଭୃକ୍ଷେପ ନଥାଏ ସୁଧାରାଣୀଙ୍କର। ସ୍ୱାମୀଙ୍କର ଦିନ ମଜୁରୀ ଟଙ୍କାରେ ଗୃହ ଚଳେଇ ବଞ୍ଚିବାକୁ ଶିଖିଥାନ୍ତି। କାରଣ ସେ ଜାଣିଥାନ୍ତି ବିଳମ୍ବରେ ସେ ମାତୃତ୍ୱ ଲାଭ କରିଥିଲେ। ଅବଶ୍ୟ ଶକ୍ତି ସାମର୍ଥ୍ୟ ଧୀରେ ଧୀରେ ସେତେବେଳକୁ କମି କମି ଆସୁଥାଏ। ଏକମାତ୍ର ସନ୍ତାନ ପ୍ରବୀରକୁ ମଣିଷ କରି ଛିଡ଼ା କରାଇ ତା'ର ବିବାହ ଶେଷ କରିବା ଯାଏଁ ନିଜ କଷ୍ଟକୁ କାହାକୁ ନ କହି ଖୁସିରେ ଥାନ୍ତି। ବନ୍ଧୁବାନ୍ଧବଙ୍କ ମାଧ୍ୟମରେ ପ୍ରବୀରର ବାହାଘର ମଧ୍ୟ ଯୋଗାଡ଼ କରିପାରିଥାନ୍ତି। ପ୍ରବୀରର ବିଭାଘର ସରିଯାଏ। ଘରକୁ ବୋହୂ ଆଣି ସୁଧାରାଣୀ ସିନା ଖୁସି ଥିଲେ, ହେଲେ ସ୍ୱାମୀ ଶଙ୍କରଙ୍କର ମନ ବୁଝୁ ନଥାଏ। ପ୍ରବୀରକୁ ଅନେକ ଥର ବୁଝାନ୍ତି କିଛି ରୋଜଗାର କରିବାକୁ। ପ୍ରବୀର ମଧ୍ୟ ବାପାଙ୍କ କଥାକୁ ଗ୍ରହଣ କରେ। ପାଇପ୍ କାମ ଭଲ ତାକୁ ଜଣା। ତେଣୁ ସେ ପାଇପ୍ କାମ କରେ ଏବଂ ଭଲ ରୋଜଗାର କରେ। ବାପା ମାଆଙ୍କର ବାର୍ଦ୍ଧକ୍ୟକୁ ଅନୁଭବ କରେ। ସେମାନଙ୍କୁ ଆଉ ଘରର ବୋଝ ନ ଦେଇ ନିଜ ମୁଣ୍ଡକୁ ନେଇ ଆସେ। ବାପା ମାଆ ଓ ସ୍ତ୍ରୀ ଖୁସିରେ ରହିବା ପାଇଁ ମନସ୍ଥ କରେ। ତାକୁ ମଧ୍ୟ ସତ୍ୟରେ ପରିଣତ କରେ। କିନ୍ତୁ ତା'ର ଏହି ଜୀବନଯାପନ ଧାରା ବେଶୀ ଦିନ ରହିପାରେନି। ପତ୍ନୀ ନୀଳିମା ୟାକୁ ନାପସନ୍ଦ କରେ। ସେ ଝଡ଼ ସୃଷ୍ଟି କରି ତା'ର ପ୍ରେମିକ ସହିତ ଶାଶୁଘରୁ ଚାଲିଯାଏ। ସୁଧାରାଣୀ ଓ ଶଙ୍କର ସ୍ଥାଣୁ ପାଲଟିଯାଆନ୍ତି। ବାପଘରର ଏବଂ ଶାଶୁଘରର ମଣିଷଙ୍କର ଉପଦେଶ ନୀଳିମା ପାଖରେ ନିଷ୍ଫଳ ହୋଇଯାଏ। ନୀଳିମା ରୋକଠୋକ ଜବାବ ଦିଏ, ମୁଁ ୟା ପାଖରେ ରହିବିନି। ମୁଁ ଶୁଖିଲା ପତ୍ର ହୋଇ ପଡ଼ି ରହିବା ଅପେକ୍ଷା ମୁଁ ଚାହେଁ ସବୁଜିମା। ପତ୍ନୀ ନୀଳିମା ଛାଡ଼ି ଚାଲିଯାଏ। ଘରେ ପ୍ରବୀର ମାନସିକ ସ୍ତରରେ ଭାଙ୍ଗି ପଡ଼େ। ସେ ଆଉ ଏବେ କାମ କରିବାକୁ ଯାଏନି। ବୃଦ୍ଧ ପିତାମାତାଙ୍କର କୌଣସି କଥାକୁ ଗ୍ରହଣ କରେ ନାହିଁ। ବାପା ଚିନ୍ତାରେ ବେଳକୁ ବେଳ ମୂଲ ମଜୁରୀ ଲାଗିବାକୁ ଅକ୍ଷମ ହୋଇପଡ଼ନ୍ତି। କିନ୍ତୁ ସୁଧାରାଣୀ ବୃଦ୍ଧା ହେଲେ ବି ମୂଲ ଲାଗିବାକୁ ଅଣ୍ଟା ଭିଡ଼ନ୍ତି। ସନ୍ତାନବତୀ ହେବା ପୂର୍ବରୁ ଯେଉଁ ମନୋବଳ ଥିଲା, ତାକୁ ପ୍ରୟୋଗ କରି ସ୍ୱାମୀ ଏବଂ ପୁତ୍ରକୁ ନିଜ ରୋଜଗାରରେ ଚଳାନ୍ତି। ପ୍ରବୀରର ବିଭାଘର କରାନ୍ତି। ସ୍ୱାମୀ, ପୁଅ ଓ ବୋହୂର ସୁଖରେ ସୁଖୀ ହୋଇପାରନ୍ତି। ଇଏ ହେଉଛି ସେଇ ମା', ଯିଏ ଏ ବାର୍ଦ୍ଧକ୍ୟରେ ଆଜି ଶୁଖିଲା ପତ୍ର, ତା' ଦେହରେ ମଧ୍ୟ ସବୁଜିମା ଭରି ରହିଛି।